ଆମେ କେମିତି କରିବା? ନବ ମୂଲ୍ୟାୟନର ମାନଦଣ୍ଡ କଣ ହେବ? ଏ ପ୍ରଶ୍ନ ମୋ ମନକୁ ଆସୁଛି। ସାହିତ୍ୟରେ ଭାବ ଯେତିକି ବଡ କଥା, ତାଠାରୁ ଭାଷା ଓ ଭାଷାର ବ୍ୟବହାର ଏବଂ ଭାଷାକୁ ଆଧାର କରି କଳ୍ପନାର ଅଶ୍ବ ଘୋଡେ ଛୁଟେଇ ଦେବା ଆହୁରି ବଡ କଥା। ଭାବର ମୂଳରେ ଭାଷା ଓ ଭାଷା ହିଁ ଜାତିର ଆତ୍ମପ୍ରକାଶର ମାଧ୍ୟମ। ଏ କଥାଟିକୁ ଆମେ ଭୁଲିଗଲେ ସମ୍ଭବତଃ ସାହିତ୍ୟ ଚର୍ଚ୍ଚାରେ ଆମେ ଗୋଟେ ଅକ୍ଷମଣୀୟ ଅପରାଧ କରିବା। এই ଦୃଷ୍ଟିରୁ ମୁଁ ବିଚାର କରିଛି ଯେ ଭଞ୍ଜଙ୍କର ଭାଷା ଦୃଷ୍ଟିଟି କଣ। ମୁଁ ପୁଣି ଥରେ କହି ରଖିବି ଯେ ଭାଷା ହିଁ କବିର ପ୍ରଥମ ସମ୍ବଳ, ପ୍ରଥମ ମାଧ୍ୟମ, ଯାହା ମାଧ୍ୟମରେ ସେ ଭାବଟି ପ୍ରକଟ କରେ ଏବଂ ଭାବକୁ ଏମିତି ଗୋଟିଏ ପଦବନ୍ଧ ଭିତରେ ପ୍ରକାଶ କରେ ଯୋଉ ପଦବଦ୍ଧ ରସିକତାପୂର୍ଣ୍ଣ ହୁଏ, ଭାବପୂର୍ଣ୍ଣ ହୁଏ, ଅର୍ଥ ଗାମ୍ଭୀର୍ଯ୍ୟ ପ୍ରକାଶ କରେ ଏବଂ ବିଶେଷ କରିକି ଭାଷାର ଯୋଉ ଛନ୍ଦ ଶକ୍ତି, ସେ ଛନ୍ଦ ଶକ୍ତିକୁ ଉଦ୍ଭାସିତ କରେ ବା ତାକୁ ପ୍ରକଟିତ କରେ। ଆମେ ଯେତେବେଳେ ଯେଉଁ କଥାଟି କହୁଛୁ ତା ବଡ କଥା ନୁହେଁ, କଣ କୁହାଗଲା, କିପରି କୁହାଗଲା ହଉଛି ବଡ କଥା। ଭାବ ଅନେକଙ୍କ ପାଖରେ ଥାଏ, ଭାବ କିପରି ପ୍ରକାଶ କରିବାକୁ ହୁଏ ତାହା ଅନେକଙ୍କୁ ଜଣା ନଥାଏ। ଯେଉଁମାନେ ଜାଣନ୍ତି ଭାବ ଭାଷାର ଛନ୍ଦ ଭିତରେ ଏମିତି ଗୋଟିଏ ଲାଳିତ୍ୟ ପରିବେଶ ତିଆରି କରେ, ଯୋଉ ଲାଳିତ୍ୟ ପରିବେଶ ଶ୍ରୋତାଙ୍କ ପାଖରେ ଅତି ସୁମଧୁର ଗୀତଟିଏ ହୋଇକରି ପହଞ୍ଚିଯାଏ। ଭାଷାର ଏଇ ଲୁକାୟିତ ଶକ୍ତି, ଯେ ଛନ୍ଦାୟିତ ଶକ୍ତି, ଗୀତରେ ପ୍ରକାଶ କରିବାର ଶକ୍ତି, ଆଳଙ୍କାରିକ ଶକ୍ତି, ବିଶେଷ କରିକି ଆନୁପ୍ରାସିକତା ଅଭିବ୍ୟକ୍ତିକୁ ବା ପଦକୁ ଖୁବ ରସୋତ୍ତୀର୍ଣ୍ଣ କରେ। ସାଧାରଣ ମରାଳ ମାଳିନୀ ନୀଳାମ୍ବୁ ଚିଲିକା, ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା, ଏଇ ଯୋଉ ତିନି ତିନି ଅକ୍ଷରରେ ଗୋଟେ ଲେଖା ପଦ ତିଆରି ହେଉଛି ଏବଂ ତା ଭିତରେ ଗୋଟେ ଆନୁପ୍ରାସିକତା ରକ୍ଷା କରାଯାଉଛି। এই ଆନୁପ୍ରାସିକତା ହିଁ ତାର ଶବ୍ଦର ସୌନ୍ଦର୍ଯ୍ୟ। এই ଶବ୍ଦର ସୌନ୍ଦର୍ଯ୍ୟ ହେଉଛି ମଧୁରତାର କାରଣ ଏବଂ ମଧୁରତା ହେଇଥିବା ହେତୁ ପାଠକ ମନରେ ଗୋଟିଏ ରିଦିମ ତିଆରି କରୁଛି ଏବଂ ପାଠକ ସେ ରିଦିମରେ ଅଭିଭୂତ ହେଇ ସେଥିପ୍ରତି କାନ ଦେଇକରି ଶୁଣୁଛି, ସେଥିପ୍ରତି ଆକୃଷ୍ଟ ହେଉଛି। ତେଣୁ ଭାଷାର ଏଇ ଯୋଉ ଆନୁପ୍ରାସିକ ବା ଭିନ୍ନ ଭିନ୍ନ ଅଳଙ୍କାରରେ ଏଇ ଯୋଉ ଶବ୍ଦ ମାଧୁର୍ଯ୍ୟ ତିଆରି କରାଯାଏ, ସେ ଶବ୍ଦ ମାଧୁର୍ଯ୍ୟ ହିଁ ହେଉଛି ପ୍ରକୃତରେ କବିର ଐଶ୍ୱର୍ଯ୍ୟ ଓ ଗୋଟିଏ ସାହିତ୍ୟ ପାଇଁ ତାହା ଖୁବ ଏକ
ଦୂରତ୍ୱର ସମ୍ପଦ। ଆମର ଯୋଉ ବିଷୟ ରଖା ହେଇଛି ଆଜି ଏ ନବ ମୂଲ୍ୟାୟନ, ଏଇ ନବ ମୂଲ୍ୟାୟନ ପ୍ରସଙ୍ଗରେ ମୁଁ କହିବି ଲାବଣ୍ୟବତୀରେ ଯେଉଁ ପ୍ରସଙ୍ଗଟି ଉତ୍ଥାପନ କରାଯାଇଛି ସେ ପ୍ରସଙ୍ଗଟି ହେଉଛି ନାୟକ ନାୟିକାଙ୍କର ମିଳନ, ବିଚ୍ଛେଦ ଏବଂ ପୁନର୍ମିଳନ। ଏ ତିନୋଟି କଥାବସ୍ତୁର ତିନୋଟି ଅବସ୍ଥା। କିନ୍ତୁ ଏ କଥାବସ୍ତୁ ଏପରି ଉପନ୍ୟାସ ଢଙ୍ଗରେ ନିର୍ମିତ ହୋଇନାହିଁ ଯୋଉଥିରେ କି ଗୋଟେ ନୂଆ କଥା ବା ନୂଆ ବିଷୟ ଆମେ ଦେଖିବା। ବହୁତ ପୁରୁଣା ବିଷୟ, ମିଳନ, ବିଚ୍ଛେଦ, ପୁନର୍ମିଳନ, ଏ ତିନୋଟି ଅବସ୍ଥା ବିଷୟବସ୍ତୁର।